এটা বহুত বড় গণেশ হয়েছে ବହୁତ ସାନ ହଉଛି ଡଲଫିନ ଡଲଫିନ କି ସାର୍କ ମାଛ। କ'ଣ ଆଜି ରୋଷେଇ ହଉଛି? ଡାଲି ସାଧା ଡାଲି ଫୁଟଣ ପକେଇଥିଲ ମମି ମାଛ ଡାଲି ହଁ ଗ୍ୟାସଟା ଅଧିକ ଭଲ ରହିଯାଉଛି ତ ବାନ୍ତରଟା ଖୋଲା ହେଇନି। ତ ଏଠି ଆୟୁଷ ଆସିଛନ୍ତି ଏଠିକି ଦୋଳବେଦୀ ଠିକ୍ ଇଏ ଖେଳିବାକୁ ବ୍ୟାଡ଼ମିଣ୍ଟନ ଖେଳିବାକୁ ଆସିଛନ୍ତି ନା ଏଠି ସବୁ ବସିଛନ୍ତି ଆଉ ସେ ଖେଳିବେ ତାଙ୍କ ପାଳି ଏଇନା ପଡ଼ିବ ଖେଳିବେ। ତୋତେ ଖେଳ ଆସୁଛି ସାନୁ ଖେଳ ଆସୁଛି ତୋତେ? ଗଲା ଗୋଲ ହଉ ଆସ ଏଠି ଯେଉଁ ଗଣେଶ ଦେଖିଦେଇକି ଆସିବା। ଗଣେଶ କୋଉଠି ତିଆରି ହେଉଛି? ଏଇଠି ତ ଆଜି ଆସିଲି ଗଣେଶ ଦେଖିବାକୁ ନା ସେ କାମ କରୁଛନ୍ତି। ଏଇଟା ବହୁତ ବଡ଼ ଗଣେଶ ହେଇଛି ତ ଏଠି କାମ କରୁଛି। ହଁ ଯୋଡ଼େ ଗଣେଶ ଗୋଟେ ଅଛନ୍ତି ଜଗନ୍ନାଥଙ୍କ ଭଳି ଗୋଟେ ଦେଖିବାକୁ ଅଛନ୍ତି ନା? ହଁ ଏଇଟା ତିଆରି ହେଇନାହାନ୍ତି ବେଶୀ ନା? ଶିବଲିଙ୍ଗ ପାଖରେ ସେ ଧରିଛନ୍ତି ସେପଟେ ବି ଅଛନ୍ତି ଆଉ ଏଠି ସାତଟା ସାପ ବହୁତ ସୁନ୍ଦର ଲାଗୁଛନ୍ତି ନା? କେତେ ଗଣେଶ ଅଛନ୍ତି। ହଉ ଆସିଯିବା। ଏ କେଉଁ ମାଛ ନେଇକି ଆସିଲଣି? ଜଳଙ୍ଗ ମାଛ ଆସିବ ଦେଖିବା କେଉଁ ମାଛ ସେ ଜଳଙ୍ଗ ମାଛ ନା? ତ ମାଛ ଆସିଛି ଆଜି ଦେଖୁଛୁ ଟି ଜଳଙ୍ଗ ଗୋଟେ ନୂଆ ଭେରାଇଟି ମାଛ। ହଁ ଡଲଫିନ ଡଲଫିନ ମାଛ ଏଇଟା ଡଲଫିନ ସାର୍କ ମାଛ ତତେ ଲାଗୁଛି ନା? ଓହୋ ବିକାଶ ଥିଲା ଗାଁକୁ ଏଇଟା ମରିଯାଇଛି ବା ସାଡ଼େ ଆଇଁଷ ପଡ଼ୁନି ଅତିକତ ସେ ମାଛ ଏନେ କଟା ହେଲେ ମମି କ'ଣ କରୁଛୁ? ସେଦିନ ବା ଜଳି ଯାଇଥିଲା ତାହେଲେ ବସିବାକୁ ପଡ଼ିବ ଏଠି ଆଉ ସେପଟେ ମାଛ ନେଇକି ଆସିଲଣି ନୂଆ ମାଛ ଖାଇଛୁ କେବେ? ତରକାରୀ ସାନି ବସିଛି ସେଠି ତରକାରୀ ଡାଲି କରିଦେଇକି ଏଠି ଭାତ ଗାଳିକି ନେଇଗଲି ତ ମୁଁ ଚୁଲି ଲଗାଇଛି ଜାଳ ନଦୀରେ ଜାଳ ନଦୁଥିଲି ଏଇ ମାଛ କରିବା ଭଲ ଲାଗିବ। ମୁଁ ଖାଇନି କେବେ। କୋଉ ମାଛ ଯେ? ଜଳଙ୍ଗ ଜଳଙ୍ଗ ଏଇ ଚିଲିକାରେ ଡଲଫିନ ଭଳିଆ ପହଁରୁନି କହୁଛି ସାନ କହୁଛି ଡଲଫିନ ଡଲଫିନ କି ସାର୍କ ମାଛ।
ଚିଲିକା ମାଛ ଜଳଙ୍ଗର ଯୋଉ ତେଲ ବାହାରେ ନା ହଣ୍ଡି ହଁ ହଁ ଆମ ଗୋଟେ ଥର ହେଇଥିଲା ବୋଧେ। ତେଲ ବାହାରେ ତାପରେ ହଉଛି ସୂତା ବାହାରେ ଗୋଟେ କୋଉ ମାଛ ଏ ମାଛ କାମ ହେଇଥିଲା ସୂତା ବାଳିଆ ମାଛରେ ସୂତା ବାହାରେ ମୁଁ କହୁଛି ଏଇ ମାଛ ବୋଲି ଏ ମାଛ ହେଇନଥିଲା ଆମ ଘରେ ଆଜି ପ୍ରଥମ ଥର ହଉଛି। କରିବା ଆଉ। ଏଠି କଣ ଗୋଟେ ଜାଲ ଲାଗିକି ବୋଧେ ହେଇଛି ହଁ ସେ ଜାଲ ଲାଗି ଦାଗ ହେଇଛି। ମତେ କିଛି କାଟି ନାହିଁ ନା କଣ? କିଛି କାଟି ନାହିଁ କାଟି ନାହିଁ ଓ ସେ ଯୋଉ ଲାଇଟ୍ ଚିକ୍ ଚିକ୍ କରୁଛି ମାଛଟା ପକ୍ଷୀ। ପକ୍ଷୀ ଖାଲି ଖାଇବଟି ହଁ ଖିଆ ହବ ଆଉ। ରବିବାର ଅଛି। ତତେ ଭଲ ନୁହଁ କି ମତେ ଭଲ ନୁହଁ ମାଛ ଖାଲି ମାନେ ଖାଇବି ତମେ ଯାହା ଖାଇବ ଖାଲି ଖାଇବ କାହିଁ ଆଣୁଥିଲ ପଚାରିବା କଥା ନା ଆଉ ରବିବାର ଅଛି ତ ରବିବାର ଅଛି ତମେ ଖାଉଛ ମି ହେଇଗଲା ତରକାରୀ ହେଇଗଲା ବା ସାଧା ତରକାରୀ ହେଇଗଲା ଆଉ ସବୁ ସାଧା ତରକାରୀ ପଡ଼ିକି ହେଇଛି ମଟର ଫଟର ପଡ଼ିଛି ବୋଧେ ବୁଟ ପଡ଼ିଛି ଚଣା ବୁଟ ବୁକ ହେଲେ ମନ ଖାଇବ କ'ଣ ଭଜା ବି ଅଛି ଆଉ ଏବେ ମନ ନାହିଁ ଆଉ ଦେଶୀ ଆଳୁ ଦବ ପକେଇବେ ତ ହେଲା ଦେଖ ଦେଶୀ ଆଳୁ ପକେଇବାକୁ ମନ ନାହିଁ ଦେଶୀ ଆଳୁ ହଁ ଏଇ ଯୋଉ ମତେ ଲାଗିଲା ଆକୁ ପଣସ 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 ଦେଖାଉଛି ସେ ନା ଦେଶୀ ଆଳୁ ପକେଇବାକୁ ମନ ନାହିଁ ପଣସ ଗୁଡ଼ା ଦେଖାଉଥିଲା ଆଉ ଜାଳ ମଜା ଗଲି ଜାଳ ମଜା ସବୁ ସିଝିଗଲାଣି ପରିବା ପକେଇବି କ'ଣ ଆଇସୁ ଏବେ ଭାତ ଖାଉଛି କହିଲା ମୋତେ ଭୋକ କଲାଣି ତାକୁ ତ ଭଲ ନୁହଁ ମାଛ ବୋଲି ସିଏ ହେଉଛି ତରକାରୀ ଡାଲି ଭଜା ହେଇଥିଲା ସିଏ ଖାଉଛି ଆୟୁଷ ମାଛ ଖାଇନାହାନ୍ତୁ ନା ମତେ ମାଛ ଭଲ ନୁହଁ ସେ ମାଛ ଭଲ ନୁହଁ ବୋଲି ମାଛ ଭଲ ନୁହଁ ଟି ତୁ ମାଛ ଭଲ ନୁହଁ ମୁଁ ଯାଉଛି ମାଛ ଭାଜିବା ପାଇଁକା ସେ କହିଲା ମୋତେ ଭୋକ କଲାଣି ମୁଁ କହିଲି ଖାଇଦେ ତୁ ଖା ତାହେଲେ ତୁ ଖାଇବୁନୁ ଆଇଁଷ ଆଉ କିନ୍ତୁ ମାଛ ହିଁ ତାକୁ ଭଲ ନୁହେଁ ଆଇଁଷ ଲାଗିବ ଲୁଣି ମାଛ ଖାଇବ ଯେଉଁଥିରେ କଣ୍ଟା ନଥିବ ତମେ କୁଆଡ଼େ ଯାଇଥିଲ ଯାଇଥିଲି ଦାଣ୍ଡକୁ ଯାଇଥିଲି କ'ଣ ପାଇଁ ଯାଇଥିଲି ଧୂଆଁ ଦେବାକୁ ଆଣିବି ଚେର ହାଣିକିରି ଧୂଆଁ ଦିଆହବ ଗହଳେ ଆଉ ଗୋରୁଙ୍କ ପାଇଁ ଧୂଆଁ ଦିଆହବ ପ୍ରବଳ ମଶା ହେଉଛନ୍ତି ଆଉ ଧୂଆଁ ଦିଆହବନି କ'ଣ ସେ ମାଛ ଖାଇଲାନି କହିଲା ମାଛ ଖାଇବିନି ଖାଲି ଭାତ ଡାଲି ତରକାରୀ ହେଇଥିଲା ତାର ସେ ଖାଉଛି ଆଉ ଖାଇଦେ ତାହେଲେ ଯାଉଛି ତାହେଲେ ମାଛ ଭାଜିବି ଟିକେ ଚୁଲି ପରେ ଜାଳ ଲଗେଇଥିଲି ଚୁଲି ଲଗେଇଲେ ଯାଇକି ମାଛ ଭାଜିବି ଜାଳ ନଦା ହେଇଛି ଜାଳ କାଢ଼ିଲେ ଯାଇକି ପୁଣି ଚୁଲି ଲଗାଇବାକୁ ପଡ଼ିବ